ବର୍ତ୍ତମାନ କ'ଣ ହେଉଛି ସେମିତି ବାକ୍ୟ ଟିକେ ପଢ଼ା, ମୁଁ ବୋଲି ସବୁବେଳେ କହୁ, ପାଟି ଟିକେ ପଢ଼ା। ମୁଁ ବୋଲି ସବୁବେଳେ କହୁ, କିନ୍ତୁ ମୁଁ ଯେ କିଏ ତାହା ଜାଣିବାକୁ ଚେଷ୍ଟା କରୁ। ଏହାଠାରୁ ଲଜ୍ଜା ଓ ଦୁଃଖର ବିଷୟ କ'ଣ ହୋଇପାରେ? ସେଠି ଥା ହେଲେ ମୁଁ ବୋଲି ଆମେ ସବୁବେଳେ କହୁଥାଉ, ମୁଁ ଯେ କିଏ ଆମେ ଜାଣିନୁ। ହେଲେ ଆଜିକା ଏ ମଣିଷ କହୁନି, କେବେ କହିନି, ଏମିତି ଅନେକ ଦିନରୁ କହି ଆସୁଛି ଆଉ କହିବା ମଧ୍ୟ। ଯାହାକୁ ମୁଁ ବୋଲି କହୁ ତାକୁ ବୁଝା ଯାଇକରି ବେଦ ବେଦାନ୍ତ ସବୁ କ'ଣ କୁହାଉଛି, ଈଶ୍ୱର, ଆତ୍ମା, ବ୍ରହ୍ମ ଏମିତି ବିଭିନ୍ନ ସବୁ ନାଁ ଦେଇଛି। ତ ତାକୁ ବୁଝେଇବାକୁ ଯାଇକରି ସେ ମୁହଁକୁ ବୁଝେଇବାକୁ ଯାଇକରି କେବଳ ନାମ ଦିଆହେଇଛି ମାତ୍ର ଈଶ୍ୱର ବୋଲି, ଆତ୍ମା ଆଉ ବ୍ରହ୍ମ ଭିତରେ ସେ ନାଁ ଠାରୁ ଭିନ୍ନ। କ'ଣ ସିନା ତାଙ୍କର ନାହିଁ, କିନ୍ତୁ ସବୁ ନାହିଁ। ଅର୍ଥ ଏମିତି କିଏ ଜଣେ ଅଛନ୍ତି ତାଙ୍କର କୌଣସି ରୂପରେଖା ନାହିଁ, କୌଣସି ନାଁ ମଧ୍ୟ ନାହିଁ। ତେଣୁକରି ସାଧାରଣତଃ ଋଷିମାନେ ସେଇ ସ୍ଥିତିକୁ ଉପଲବ୍ଧି କଲା ପରେ ସେମାନେ ଏତିକି କହୁଛନ୍ତି ତାଙ୍କର କୌଣସି ଆକାର ନାହିଁ, ନିରାକାର, କୌଣସି ଗୁଣ ନାହିଁ, ତାଙ୍କ ହେଉଛି ନିର୍ଗୁଣ। ନିର୍ଗୁଣ ଆଉ ନିରାକାର ବୋଲି କହୁଛନ୍ତି। ସେଇ ସବୁଠି ରହିଛନ୍ତି, ତାଙ୍କେ ରହିଥିବାରୁ ହିଁ ସବୁ କିଛି ହେଉଛି। ଯେତେବେଳେ ସେ ନିଜକୁ ପ୍ରକାଶ କରିବାକୁ ଚାହୁଁଛନ୍ତି ସେତେବେଳକୁ ସେ ବିଭିନ୍ନ ନାମ ରୂପରେ ସବୁ ପ୍ରକାଶ ପାଉଛନ୍ତି ବୋଲି ବୁଝିବାକୁ ପଡ଼ିବ। ଅର୍ଥ ଯାହା ସବୁ ଆମେ ଏ ଦୃଶ୍ୟମାନ ଜଗତରେ ବା ଅଦୃଶ୍ୟ ଜଗତରେ ସବୁ ଅନୁଭବ କରୁ, ଏସବୁ ହେଉଛି ତାଙ୍କର ଆତ୍ମପ୍ରକାଶ। ତାଙ୍କେ ଏଇଭଳି ଭାବରେ ପ୍ରକାଶ ପାଉଛନ୍ତି। ତାଙ୍କେ ନିଜକୁ କହୁଛନ୍ତି ମୁଁ, ତାଙ୍କେ ନିଜକୁ କହୁଛନ୍ତି ମୁଁ। ନିଜେ ଯେତେବେଳେ ଅନୁଭବ କରୁଛ ଯେ ମୁଁ ବୋଲିକିରି, ନିଜେ ଯେତେବେଳେ ଅନୁଭବ କରୁଛ ମୁଁ ବୋଲିକିରି, ଅନ୍ୟ ଜଣେ ପଚାରିଲା ବେଳକୁ କହୁଛ ଯେ ମୁଁ ବୋଲିକିରି, ମୁଁ ବୋଲି ଯାହାକୁ କହିଲ ସିଏ ଯେ କିଏ ଏଇ ଜୀବ ତାକୁ କହିପାରୁନି, ବୁଝେଇ ପାରୁନି। ଅନୁଭବ କରୁଛି ସତ ମୁଁ ବୋଲିକିରି, କିନ୍ତୁ ତାକୁ କେମିତି ବୁଝେଇବ? ତାର ତ କୌଣସି ନାମ ରୂପ କିଛି ନାହିଁ, କେମିତି ବୁଝେଇବ? କିନ୍ତୁ ମୁଁ ବୋଲି ଅନୁଭବ କରିବାଟା ସତ, କିନ୍ତୁ ତାକୁ ସେ ବୁଝେଇ ପାରିବନି। ତେଣୁକରି ତାକୁ କ'ଣ କୁହାହେଲା, ଶେଷକୁ ଏ ମୁନି ଋଷିମାନେ ଏମିତି ସ୍ଥିତିକି ପହଞ୍ଚିଲେ, ସେ ସବୁଠାରେ ଥିଲେ ମଧ୍ୟ, ସମସ୍ତଙ୍କ ଭିତରେ ଥିଲେ ମଧ୍ୟ ତାକୁ ମଣିଷ ବ୍ୟକ୍ତ କରିପାରିବନି, ତାକୁ ବ୍ୟକ୍ତ କରିପାରିବନି। ଅର୍ଥାତ୍ ସେ ଯୋଉ ରୂପରେଖାରେ ଥାଉ ନା କାହିଁକି ସେ ସେଇ ଭାବରେ ହିଁ ପ୍ରକାଶ ପାଉଛନ୍ତି। କେବଳ ବୁଝିବାକୁ ମୁଁ ବୋଲି କହୁଛନ୍ତି, ଏତିକି ମାତ୍ର। ସେ ଯୋଉଠି ଯୋଉ ଭାବରେ ଥାଆନ୍ତୁ ନା କାହିଁକି ତାଙ୍କେ ସେଇ ଭାବରେ ହିଁ ପ୍ରକାଶ ପାଉଛନ୍ତି। ଆଉ ସେ ନିଜକୁ ପ୍ରକାଶ କଲା ବେଳକୁ ଅନ୍ୟ ଜଣ ଯେତେବେଳେ ପଚାରିବ ସେତେବେଳକୁ ମୁଁ ବୋଲିକିରି ସେ କହୁଛି। କିନ୍ତୁ ମୁଁ କିଏ? ମୁଁ ବୋଲି ସିନା ଆମେ କହିଦେଲେ, କିନ୍ତୁ ସେ ମୋର ସ୍ୱରୂପ ବିଷୟରେ ତ ଆମେ କାହାକୁ କହିପାରିବାନି। ମୋର ସ୍ୱରୂପ ବିଷୟରେ ଆଉ କହିପାରିବାନି। ତାର କେତେ ତାର ବିଶେଷତ୍ୱକୁ ବୁଝାଇବା ଯାଇକରି ସେମାନେ କିଏ ଶିଖଉଛି, ଯାହାଙ୍କ ଠାରୁ ସବୁ କିଛି ଉଦ୍ଭବ, କାହିଁକି ଉଦ୍ଭବ ହେଲା ପରେ ଏକ ହେଲା କି ଦୁଇ ହେଲା କି ତିନି ହେଲା କି ଚାରି ହେଲା କି ନହେଲେ ପାଞ୍ଚ, ଯାହା ତମ ସଂଖ୍ୟା ଯେତେ କହିପାର, ବା ଏଇ ରୂପ ହେଲା କି ନହେଲେ ସେ ରୂପ ହେଲା କି ନହେଲେ କେମିତି ହେଲା, ନହେଲେ ଏଇ ଗୁଣ ହେଲା କି ସେଇ ଗୁଣ ହେଲା, ଏମିତି ତୁମେ 1000ଟା ଗୁଣର କଥା କହିପାରିବ, 1000ଟା ନହେଲେ ଆଉ କୋଟି କୋଟି ନ ଅସଂଖ୍ୟ ନାଁ ସବୁ କହିପାରିବ। ଅର୍ଥାତ୍ ତାଙ୍କ ଦ୍ୱାରା ସବୁ କିଛି ହେଲା, ତାଙ୍କ ଦ୍ୱାରା ସବୁ କିଛି ହେଲା। ତେଣୁ ଯାହା ସବୁ ହେଲା ତାକୁ ଆମେ ଭିନ୍ନ ଭିନ୍ନ ନାଁ ଦେଲେ, ତାଙ୍କୁ ଆଉ କ'ଣ କହିବ? ଯାହାଙ୍କ ଦ୍ୱାରା ଇଏ ସବୁ ହେଇଛି ତାଙ୍କୁ କୋଉ ରୂପରେ, କୋଉ ଗୁଣରେ, କୋଉ ଭାଷାରେ ତୁମେ କହିପାରିବ? ହେଲା ପରେ ସିନା କହିଦେଲ ଯେ ଏଇଟା ସେଥିରୁ ହେଲା ଏକ ନମ୍ବର, ତାପରେ 2 ନମ୍ବର କି 4 ନମ୍ବର, ଏ ରୂପ କି ସେ ରୂପ କହିଦେଲା। କିନ୍ତୁ ଯାହାଙ୍କ ଠାରୁ ଇଏ ସମସ୍ତ ଉଦ୍ଭବ ହେଲା ତାକୁ କ'ଣ କହିବ? আর যে কি সবা শেষରେ ରହିଲେ ତାକୁ ଉପମାନ ଦେବାକୁ ଆଉ କ'ଣ ଅଛି? ତାକୁ ଉପମାନ ଦେବାକୁ ଭାଷା ଏକା ନାହିଁ। ହେଇଲା ପରେ ଏଇ ରୂପ କହିଲେ, ଯାହା ଦ୍ୱାରା ସେ ରୂପ ହେଲା ତାଙ୍କ ତ ଭିନ୍ନ ନା ଏ ରୂପ ଠାରୁ, ଯାହା ଦ୍ୱାରା ସେ ରୂପ ହେଲା ତାଙ୍କ ତ ସେ ରୂପ ଠାରୁ ଭିନ୍ନ ନା।
ଯାହା ଦ୍ୱାରା ଏଇ ଗୁଣ ସୃଷ୍ଟି ହେଲା, ଏଇ ଗୁଣ ଠାରୁ ତାଙ୍କେ ଭିନ୍ନ ନା। ଖାଲି ତାଙ୍କ ତୁମେ କାହା ଦ୍ୱାରା ବା କି ଭାଷାରେ ତାଙ୍କୁ ବୁଝେଇବ। କେବଳ ଏତିକି ଆମେ ଅନୁଭବ କରୁଛୁ, ସେ ସମସ୍ତଙ୍କ ଭିତରେ ଥିବାରୁ ଏଇ ମଣିଷ ଅନୁଭବ କରୁଛି ଯେ ସେ ସମସ୍ତ ପାଖରେ ରହିଛନ୍ତି, ୟା ସେ ଜାଣେ, ଆଉ ମୋ ପାଖରେ ମଧ୍ୟ ଅଛନ୍ତି। କିନ୍ତୁ ସେ ଯେ କି ଭାବରେ କେମିତି ଅଛନ୍ତି ସେ ମଧ୍ୟ କହିପାରିବ, ନିଜେ ମଧ୍ୟ ନିଜ ପାଖରେ ଅଛନ୍ତି ବୋଲି ସେ କହିବ, କିନ୍ତୁ ସେ କୋଉ ଭାବରେ କି କେମିତି ଅଛନ୍ତି ସେ କହିପାରିବନି। ବର୍ତ୍ତମାନ ତ ବ୍ରହ୍ମଜ୍ଞାନ କଥା କୁହାହଉନି, ସେ ଏଇ ଯେ ମୁଁକୁ ଜାଣିଲେ ହିଁ ଯେ ସବୁ କିଛି ଜାଣିହବ, ମୁଁକୁ ଜାଣିଲେ ହିଁ ଯେ ଏ ମଣିଷ ଜନ୍ମର ଶ୍ରେଷ୍ଠତା ପ୍ରକାଶ ପାଇବ, ମୁଁକୁ ଜାଣିଲେ ହିଁ ଏ ମଣିଷ ସମସ୍ତ ଦୁଃଖରୁ ଉଦ୍ଧାର ପାଇବ, ମୁଁକୁ ଜାଣିଲେ ହିଁ ସମସ୍ତ ଭୟରୁ ସେ ମୁକ୍ତ ପାଇବ। ଏଇ ଉଦ୍ଦେଶ୍ୟରେ ଏଇ ବାକ୍ୟ ପ୍ରତି ବେଶୀ ଜୋର ଦିଆଯାଇକି ବର୍ତ୍ତମାନ ଆଲୋଚନା ଆମେ କରୁଛୁ। ଆଲୋଚନା ବିଷୟବସ୍ତୁ କ'ଣ ଥିଲା? ଆଉ ଥରେ ପଢ଼। ମୁଁ ବୋଲି ସବୁବେଳେ କହୁ, କିନ୍ତୁ ମୁଁ ଯେ କିଏ ତାହା ଜାଣିବାକୁ ଚେଷ୍ଟା କରେ। ୟାଠାରୁ ଲଜ୍ଜା ଓ ଦୁଃଖର ବିଷୟ କ'ଣ ଥାଇପାରେ? ଏଠି କୁହାଯାଇଛି ୟା ଠାରୁ ଲଜ୍ଜା ଓ ଦୁଃଖର ବିଷୟ କ'ଣ ଥାଇପାରେ। କାହିଁକି ବାକ୍ୟ କୁହାଗଲା? ଅର୍ଥ ମଣିଷ ଜନ୍ମ ହେଲା ପରେ ଯଦି ତାର ନିଜ ସ୍ୱରୂପକୁ ନ ଜାଣିଲା, ତା ଅର୍ଥ ଏ ମଣିଷ କ'ଣ ଜନ୍ମ ବୃଥା ହେଇଗଲା, କାହିଁକିନା ସେ ନିଜକୁ ଜାଣିପାରୁନି। ଏଇ ମଣିଷ ସବୁବେଳେ ବାହାର ବିଷୟ ସବୁ ଜାଣିବାକୁ ଇଚ୍ଛା କରୁଛି, ସେଇଟା କେମିତି ହେଲା, ସେଇଟା କେମିତି ହେଲା, ସେଇଟା କେମିତି ହେଲା, ଏଇଟା ଜାଣିବାକୁ କରୁଛି। ବାହାର ବିଷୟ ସବୁବେଳେ ଜାଣିବାକୁ ଇଚ୍ଛା କରୁଛି, କିନ୍ତୁ ନିଜକୁ କେବେ ସେ ଜାଣିବାକୁ ଇଚ୍ଛା କରୁନି। ନିଜକୁ ଯେତେବେଳେ କ'ଣ ସେ ଜାଣିବାକୁ ଇଚ୍ଛା କରିନି, ଏ ଦୁଃଖରୁ କେମିତି ମୁକ୍ତ ହବ? ଦୁଃଖରୁ କେମିତି ମୁକ୍ତ ହବ? ବେଦରେ କ'ଣ କୁହାଯାଇଛି? ଯାହାକୁ ଜାଣିଲେ କି ସବୁ କିଛି ଜାଣିହବ, ଯାହାକୁ ଜାଣିଲେ କି ସବୁ କିଛି ଜାଣିହବ। ପୁଣି ଆଉ ପୁଣି କ'ଣ କୁହାଯାଇଛି? ଯାହାକୁ ପାଇଲେ କି ସେ ସବୁ କିଛି ପାଇଲା ଭଳିଆ ହବ, ତା ଅର୍ଥ ପାଇବାର କିଛି ନଥାଏ। ତା ଅର୍ଥ ଯାହାଙ୍କ ଦ୍ୱାରା ସେ ସବୁ କିଛି ହେଉଛି, ଯାହାଙ୍କ ଦ୍ୱାରା ସବୁ କିଛି ହେଉଛି, ତାଙ୍କୁ ଜାଣିଲା ପରେ ଆଉ କିଛି ବି ନଥାଏ ଜାଣିବାର। ସେଟା ହିଁ ତା ସ୍ୱରୂପ। ମୁଁ ବୋଲି ଆମେ କହୁଛୁ, ମୁଁ ବୋଲି କହୁଛୁ, କିନ୍ତୁ ମୁଁ ଯେ କିଏ ତାକୁ ଆମେ ଜାଣିବାକୁ ଇଚ୍ଛା କରୁନୁ। ଯେତେବେଳେ ସେ ମୁଁ ଜାଣିଦେବ, ସେ ବ୍ୟକ୍ତ କରିନପାରେ, କିନ୍ତୁ ମୁଁ ଯେତେବେଳେ କି ସେ ଜାଣିଦେବ, ବୁଝା କରିଛି ସେ ସମସ୍ତ ଦୁଃଖରୁ ଉଦ୍ଧାର ହେଇଲା, ସମସ୍ତ ଭୟରୁ ସେ ମୁକ୍ତ। ସେ ବ୍ୟକ୍ତ କରିନପାରେ, କିନ୍ତୁ ମୁଁ ଯେତେବେଳେ କି ସେ ଜାଣିଦେବ, ବୁଝା କରିଛି ସେ ସମସ୍ତ ଦୁଃଖରୁ ଉଦ୍ଧାର ହେଇଲା, ସମସ୍ତ ଭୟରୁ ସେ ମୁକ୍ତ, ସମସ୍ତ ସଂଶୟରୁ ସେ ମୁକ୍ତ। କେମିତି ମୁକ୍ତ? ଯେମିତି ଆମେ କହିବା ମାଟିରେ ଅନେକ ସବୁ ଜିନିଷ ତିଆରି ହେଉଛି, ହାଣ୍ଡି ହେଉଛି, ଇଟା ହେଉଛି, କପଡ଼ା ହେଉଛି, ସବୁ ବିଭିନ୍ନ ସୁରେଇ ହେଉଛି ସବୁ। କିନ୍ତୁ ମାଟିକି ଯୋଉ ପର୍ଯ୍ୟନ୍ତ ଜାଣିନ, ଏସବୁ ବିଷୟ ଅନୁଧ୍ୟାନ କଲା ବେଳକୁ ସେଟା ଆମର ସନ୍ଦେହ ଆସିବ। ଆରେ ପ୍ରକୃତିର ଭିତରେ ଦେଖୁଛେ ରୂପରେଖା କୋଉଥିରେ ତିଆରି ଯଦି ଆମେ ଜାଣିନଥିବା, ଆମେ ସବୁବେଳେ ସନ୍ଦେହରେ ହିଁ ପଡ଼ିବା, ଆଉ ଦୁଃଖ ମଧ୍ୟ ଭୋଗିବାକୁ ବାଧ୍ୟ। କିନ୍ତୁ ଏହାର ଆଧାର ଯେ ମାଟି ବୋଲିକି ଜାଣିଦେଲେ, ସେ ମାଟିର ହିଁ ଭିନ୍ନ ଭିନ୍ନ ରୂପ ବୋଲିକି ଯଦି ମଣିଷ ଜାଣିଦେବା, ତାର ତ ସନ୍ଦେହ ସେଠି ଦୂର ହେଇଗଲା, ଦୁଃଖ ମଧ୍ୟ ନାହିଁ, ଭୟ କାରଣ ମଧ୍ୟ କିଛି ନାହିଁ। ଏବେ ଯଦି ତୁମେ ହାଣ୍ଡିକି ପଚାରିବ କଥା ପ୍ରସଙ୍ଗରେ କହୁଛି, ଯଦି ହାଣ୍ଡିକି ତୁମେ ପଚାରିବ ତୁମେ କିଏ, ସେ ମୁଁ କହିବ। ଏଥର ସ୍ଥୂଳ ଭାବରେ କଥାଟା ମୁଁ ବୁଝଉଛି। ହାଣ୍ଡିକି ଯଦି ପଚାରିବ ତୁମେ କିଏ, ସେ କହିବ ମୁଁ ବୋଲି କହିବ। ମୁଁ ବୋଲି କହିଲେ ଏଠି ସାଧାରଣତଃ ଆମେ କହିବା ଯେ ହାଣ୍ଡି ବୋଧେ ନିଜକୁ ପରିଚୟ ଦେଉଛି ମୁଁ ବୋଲି, ଆମେ ବୁଝା ମୁଁ ହାଣ୍ଡି ବୋଲି କହିବ। ସେ ଯଦି କହିବ ମୁଁ ହାଣ୍ଡି, ଏଇଟା ସେ ତ ରୂପ ସିନା ହାଣ୍ଡି ହେଲା। ତୁମେ ଯେ ପ୍ରକୃତିରେ କିଏ ବୋଲିକି କହିଲେ ସେ କ'ଣ କହିବ? ମୁଁ ମାଟି ବୋଲି କହିବାକୁ ବାଧ୍ୟ ହେଇଛି। ରୂପଟା ସିନା ହାଣ୍ଡି, ସେ କ'ଣ କହିବ? ମୁଁ ମାଟି ବୋଲି କହିବ ନାଇଁ? এটা কেবল স্থূଳ ଭାବରେ ବୁଝା ସକାଶେ ଆମେ ମାଟି ପର୍ଯ୍ୟନ୍ତ ଗଲେ। ସେମିତି ମାଟି ନ ଜାଣିଲେ ମାଟିରେ ଯେତେ ସବୁ ଜିନିଷ ଅଛି ତମେ କୋଉଟା ଯାଅ ଜାଣିପାରିବ। ଯୋଉ ମାଟି ଆମେ ଦେଖୁଛେ ବା ଯୋଉ ମଣିଷକୁ ଦେଖୁଛେ, ଯୋଉ ରୂପରେଖା ଦେଖୁଛେ, ଯାହା କିଛି ଦେଖୁଛେ, ଇଏ ସମସ୍ତ କାହା ଦ୍ୱାରା ଯେ ହେଲା, କିଏ ଯେ ଏଇ ଭାବରେ ପ୍ରକାଶ ପାଉଛନ୍ତି ତାକୁ ଆମେ ଜାଣିପାରିଲେ, ଜାଣିପାରିଲେ। ତାକୁ ଆମେ କେବଳ ବୁଝା ସକାଶେ ପ୍ରଶ୍ନ କଲେ ଆମେ ସାଧାରଣତଃ ତୁମେ କିଏ ବୋଲିକି ବୋଲେ ମୁଁ ବୋଲିକି ଆମେ କହିଦେଉଛେ,
କିନ୍ତୁ ମୁଁ ବୋଲି କହିଦେଲେ ଯେ ନିଜକୁ ଆମେ ବୁଝିଗଲେ ଏମିତି କିଛି ନୁହେଁ, ଆହୁରି କିଛି ଜାଣିବାର ଅଛି। କାହିଁକିନା ମୁଁ ବୋଲିକି ଏବେ ସାଧାରଣ ଆମେ କହିଦେଲେ ଆମେ କାହାକୁ ବୁଝୁ ବୋଲେ ଏଇ ଯୋଉ ରୂପରେଖା ପ୍ରକାଶ ପାଉଥିବା, ଏତିକି ଉଚ୍ଚା ହେଇଥିବ, ଏମିତି ବାଳ ଥିବ, ଏମିତି ସାର୍ଟ ପିନ୍ଧୁଥିବ, ସେ ପ୍ରମାଣ ଅଛି ନହେଲେ ସାହୁ କି କିଏ କିଏ ଏମିତି ବୁଝୁଛି। ସେତିକିରେ ହେଇଗଲା କଣ? ମୁଁ ବୋଲି କହିଲେ ମୁଁ ବୋଲି କହିଲେ ସେତିକିରେ କଣ ହେଇଗଲା? କିନ୍ତୁ ଆତ୍ମଜ୍ଞାନ ଭିତରୁ ଗଲେ ସେ କଣ କହୁଛି? ଇଏ ଶରୀର ନଷ୍ଟ ହେଇଗଲା ପରେ ମଧ୍ୟ ଏ ଜୀବାତ୍ମା ମୁଁ ବୋଲି ପରିଚୟ ଦଉଛି, ଯାହାକୁ ଆମେ ପ୍ରେତ ବୋଲି କହୁଛୁ। ସେଥିରେ ରୂପ ନାହିଁ, ମୁଁ ବୋଲି ପରିଚୟ ଦଉଛି। ପୁଣି ତାକୁ ଯଦି ଆଉଥରେ ପୁଣି ଭାଗ କଣ ବାହାର କରିଦବା, ଆହୁରି ମଧ୍ୟ କିଛି ନା କିଛି ଆଡକୁ ରହିଯାଇଛି। ତାକୁ ତୁମେ କୋଉ ରୂପରେଖାରେ କହିବ, କୋଉ ନା ଦେବ? ତେଣୁକରି ମୁଁ ବୋଲିକି କହିଦେଲେ କୌଣସି ରୂପରେଖାକୁ ବୁଝେଇବନି ବା ମନକୁ ବୁଝେଇବନି, ବୁଦ୍ଧିକି ମଧ୍ୟ ବୁଝେଇବନି, ବିବେକକୁ ମଧ୍ୟ ବୁଝେଇବନି। ତାକୁ କେବଳ ସାଧାରଣ ଲୋକ ବୁଝିବା ସକାଶେ କେବଳ ଗୋଟେ ଆତ୍ମା ବ୍ରହ୍ମ ବୋଲିକିରି ଗୋଟେ ନାମ ମାତ୍ର ଦିଆହେଇଛି। କିନ୍ତୁ ସିଏ କୌଣସି ନା ତାଙ୍କର ନାହିଁ କି କୌଣସି ରୂପରେଖା ନାହିଁ। ତାଙ୍କୁ ହିଁ ମଣିଷ ଫାଷ୍ଟ ଜାଣିବା ଦରକାର। ଯେତେବେଳେ ସେ ଜାଣିଦବ ସେତେବେଳକୁ ସେ ସମସ୍ତ ଦୁଃଖରୁ ସମସ୍ତ ଭୟରୁ ସେ ମୁକ୍ତ ହେଇଯିବ। ମଣିଷ ଯେତେବେଳେ ଜନ୍ମ ହେଇଛୁ ବୁଝିବା କେବଳ ଯେ ନିଜ ସ୍ୱରୂପ ହିଁ ତା, ଯାହାକୁ ମୁଁ ବୋଲି କହୁଛୁ ସେଇଟା ହିଁ ଆମ ସ୍ୱରୂପ। ତାଙ୍କର କୌଣସି ରୂପରେଖା ନାହିଁ, ଗୁଣ ବି ନାହିଁ, କିଛି ବି ନାହିଁ, ସମସ୍ତ ଠାରୁ ସେ ଭିନ୍ନ। ଯେତେବେଳେ ତାକୁ ସେ ବୁଝିବ, ସେ ଅନୁଭବ କରିବ ଯେ ମୁଁ ସବୁଠାରେ ବିଦ୍ୟମାନ, ମୁଁ ସବୁଠାରେ ବିଦ୍ୟମାନ। ଆଉ ସବୁଠାରେ ବିଦ୍ୟମାନ ନଥିଲା ଆଉ ତୁମେ କେମିତି? ତୁମେ ବି ମୁଁ କହୁଛ, ତାଙ୍କେ ମଧ୍ୟ ମୁଁ କହୁଛନ୍ତି, ଆଉ ଦିନେ ମଧ୍ୟ ମୁଁ କହୁଛନ୍ତି, ସମସ୍ତେ ମୁଁ, ତାର ତ ମୁଁ ସବୁଠାରେ ରହିଛନ୍ତି। ସମସ୍ତେ କେମିତି ମୁଁ କହୁଛନ୍ତି? ମୁଁ ସବୁଠାରେ ରହିଛନ୍ତି। ତାର ତ ମୁଁ ବୋଲି ଯାହାକୁ କହୁଛି ସେ ଏଠି ଅଛନ୍ତି। ସେ ଯେତେବେଳେ ମୁଁ ବୋଲି ବି କହୁଛନ୍ତି, ଇଏ ଭିତରେ ଯିଏ ଅଛନ୍ତି ଇଏ ମଧ୍ୟ ସେଠି ରହିକରି ସେ ପରିଚୟ ଦଉଛନ୍ତି ମୁଁ ବୋଲି। ସେଠି ମଧ୍ୟ ସେ ସେଇ ଭାବରେ ରହିକରି ସେ ମଧ୍ୟ ପରିଚୟ ଦଉଛନ୍ତି ମୁଁ। ସେ ସବୁଠି ରହିଛନ୍ତି। ହେଲେ ଏବେ ବିଚାର କର, ତୁମ ସ୍ୱରୂପ ଯାହା ତାଙ୍କର ସ୍ୱରୂପ ମଧ୍ୟ ସେୟା ଗୋଟେ। ତୁମେ ମୁଁ ବୋଲି କହିଲ, ତୁମେ ମଧ୍ୟ ମୁଁ ବୋଲି କହିଲ, କିନ୍ତୁ ତୁମ ରୂପ ଭିନ୍ନ ହେଇଗଲା, ତାଙ୍କର ରୂପ ଭିନ୍ନ ହେଇଗଲା। ତୁମର ଗୁଣ ଭିନ୍ନ ହେଇଗଲା, ତାଙ୍କର ଗୁଣ ଭିନ୍ନ ହେଇଗଲା, କିନ୍ତୁ କହିଲା ବେଳକୁ ମୁଁ ବୋଲୁଛ ଗୋଟିଏ। ରୂପ ଭିନ୍ନ, କହିଲା ବେଳକୁ ମୁଁ ବୋଲୁଛ। ଅର୍ଥାତ ମୁଁ ବୋଲି ଯାହା କହିଲେ ସେ ହେଉଛି ଏକ, ସେ ହେଉଛନ୍ତି ଗୋଟିଏ। ତାଙ୍କର କୌଣସି ରୂପରେଖା ନାହିଁ। ଯେତେବେଳେ ଭିନ୍ନ ଭିନ୍ନ ରୂପରେ ଜଣେ ଗାଁ ରହିକରି ଯେତେବେଳେ ମୁଁ ବୋଲିକିରି କହୁଛନ୍ତି, ଆଉ ଏ ରୂପରେଖା ସାଙ୍ଗରେ ସମ୍ପର୍କ ରହିଲା କି? ଆଉ ସମ୍ପର୍କ ରହିଲା? ଦେଖ, ରୂପରେଖା ଗୁଣ ସାଙ୍ଗରେ କିଛି ବି ସମ୍ପର୍କ ନାହିଁ। ଭିନ୍ନ ଭିନ୍ନ ଗୁଣ ପ୍ରକାଶ ପାଉଛି, ଭିନ୍ନ ଭିନ୍ନ ରୂପ ପ୍ରକାଶ ପାଉଛି, କିନ୍ତୁ ସମସ୍ତେ କହୁଛନ୍ତି ଯେତେବେଳେ ସମସ୍ତେ ମୁଁ ବୋଲିକିରି କହୁଛନ୍ତି, ତା ଅର୍ଥ ମୁଁ ବୋଲିକି ଆମେ ଯାହା କହୁଛୁ ସେ ହେଉଛନ୍ତି ସର୍ବବ୍ୟାପୀ। ତାକୁ କେବଳ ବୁଝେଇବାକୁ ହିଁ ବ୍ରହ୍ମ ଆତ୍ମା ଏମିତି ଭିନ୍ନ ଭିନ୍ନ ନାମ ଦିଆହେଇଛି ମାତ୍ର। ତେଣୁ ତାକୁ ହିଁ ଜାଣିବା କଥା। ତାର ତ ମଣିଷ ଯେତେବେଳେ ଜନ୍ମ ହେଇଛି ତାକୁ ହିଁ ଜାଣିବା କଥା, ସେଟା ହିଁ ତାର ସ୍ୱରୂପ। ସେ ଅନ୍ୟକୁ ବୁଝିବାକୁ ଗଲା ବେଳକୁ ସେଠିକୁ ମୁଁ ବୋଲିକିରି କହିବାକୁ ବାଧ୍ୟ ହେଇଯାଉଛି। ମୁଁ ବୋଲିକିରି ବାଧ୍ୟ ହେଇଯାଉଛି, ମୁଁ ମଧ୍ୟ ସେ ନୁହେଁ। ମୁଁ ବୁଝେଇବା ସକାଶେ ଗୋଟେ ବାକ୍ୟ ମାତ୍ର, ଗୋଟେ ଶବ୍ଦ ମାତ୍ର, କିଛି ନୁହେଁ। କେବଳ ବୁଝେଇବାକୁ ମୁଁ ବୋଲି କହୁଛୁ, ସେ ବୋଲିକିରି କହୁଛୁ, ଏମିତି ଭିନ୍ନ ଭିନ୍ନ ନାଁ ଉଚ୍ଚାରଣ କରୁଛୁ, ଏସବୁ ୟା ଠାରୁ ସେ ଭିନ୍ନ, ୟା ଠାରୁ ସେ ଭିନ୍ନ। ତାକୁ ହିଁ ମଣିଷ ଜାଣିବା କଥା। ତାକୁ ଯେତେବେଳେ ସେ ଜାଣିଦେବ, ସେତେବେଳେ ସେ କଣ ଅନୁଭବ କରିବ? ମୁଁ ଯେ ସର୍ବବ୍ୟାପୀ ଭାବରେ ସବୁଠି ରହିଛି, ସର୍ବବ୍ୟାପୀ ଭାବରେ ସବୁଠି ରହିଛି। ହେଲେ ତୁମେ ଯେତେବେଳେ ସର୍ବବ୍ୟାପୀ ଭାବରେ ସବୁଠି ରହିଛ, ଜଣେ ଯଦି ତୁମକୁ ଗାଳି ଦେଲା, ଏଇଟା ଦୁଃଖ କରିବାର କାରଣ କଣ? ରାଗିବାର କାରଣ କଣ? ଅଭିମାନ କରିବାର କାରଣ କଣ? କାରଣ ତୁମେ ଯେହେତୁ ସେ ସିଏ, କିଏ ଗାଳି ଦେଲା? କିଏ କାହା ଗାଳି ଦେବ? ତୁମେ ଯେହେତୁ ସେ ସିଏ, ନିଜକୁ ନିଜେ ଗାଳି ଦେଲେ କେବେ କଣ ଖରାପ ଲାଗିବ କି? ନିଜକୁ ନିଜେ ଗାଳି ଦେଲେ କେବେ ଖରାପ ଲାଗିବ କି? ନିଜକୁ ନିଜେ ଅପମାନ ଦେଲେ କେବେ ଅପମାନ ଲାଗିବ କି? କିନ୍ତୁ ଆମ ଧାରଣା କଣ? ସେ ଭିନ୍ନ, ମୁଁ ଭିନ୍ନ ବୋଲି ବିଚାରୁଛ। ତେଣୁ ସେ କଣ କହିଦେଲେ ଆମକୁ ରାଗ ଲାଗୁଛି, ଦୁଃଖ ଲାଗୁଛି, ଅଭିମାନ କରିବାକୁ ବାଧ୍ୟ ହେଉଛି। ତାର ତ ବୁଝା ହେଉଛି ଆମ ସ୍ୱରୂପକୁ ମୁଁ ଯେ କିଏ ତାକୁ ଆମେ ବୁଝିପାରୁନି। ନ ବୁଝିବାରୁ ହିଁ କିଏ କଣ କହିଦେଲେ ଆମେ ଅଭିମାନ କରୁଛେ, ରାଗୁଛେ, ଦୁଃଖ କରୁଛେ, ନାନା ରକମ। କାହିଁକିନା
ମୁଁ ଭିନ୍ନ ସେ ଭିନ୍ନ ବୋଲି ବିଚାରିଲେ। କିନ୍ତୁ ଏଇ ମୁଁ ଯେ ସବୁଠାରେ ବିଦ୍ୟମାନ ରହିଛି, ସବୁ ଭିତରେ ଯେ ଏକା, ଏ ଧାରଣା ଆମର ନାହିଁ। କିନ୍ତୁ ମଣିଷ ଜନ୍ମ ଯେତେବେଳେ ଆମେ ନେଇଛେ ସେଇ ସ୍ୱରୂପକୁ ଲାଭ କରିବା ହିଁ ଆମ କର୍ତ୍ତବ୍ୟ। ଏମିତି ସିଧାସଳଖ କୁହାଯାଉଛି, ଯୋଉ ପର୍ଯ୍ୟନ୍ତ ମୁଁ ବୋଲିକି ଆମେ କହୁଛୁ, ମୁଁ ଯଦି ଆମେ ଜାଣି ନ ପାରିଲୁ, ଏହାର ଲଜ୍ଜାର ବିଷୟ କ'ଣ ଅଛି? ଏହାର ଲଜ୍ଜାର ବିଷୟ କ'ଣ ଅଛି? କ'ଣ ଜଣେ ଗାଳି ଦେଲେ ସେଟା ବଡ଼ ଲଜ୍ଜା ନା ନିଜକୁ ନ ଜାଣିବାର ଲଜ୍ଜା? ତେଣୁ ଅପମାନ ଦେଲେ ସେଟା ଲଜ୍ଜାର ବିଷୟ ନା ନିଜକୁ ନ ଜାଣିବାଟା ବେଶୀ ଲଜ୍ଜା। ଭଲ କରି ବିଚାର କର କଥାଟାକୁ। ତାର ତ ଏସବୁ ଅଜ୍ଞାନରୁ ହିଁ ଆମେ ଲଜ୍ଜା ବୋଲିକିରି କହୁଛୁ। କିଏ ମତେ କହିଲା, ସେ ସେମିତି କହିଲା, ଏ ମାନ ଅଭିମାନର କଥା, ଏ ଲଜ୍ଜା ଦୁଃଖ ଏସବୁ ଇଏ ଅଜ୍ଞାନର କଥା ସବୁ। ପ୍ରକୃତିରେ ଯଦି କିଛି ଜାଣିବାର ଥାଏ, ବା ଦୁଃଖରୁ ମୁକ୍ତ ହେବାର କିଛି ଥାଏ, ବା ଭୟରୁ ମୁକ୍ତ ହେବାର ଥାଏ, ବା ସଂଶୟରୁ ସଂଶୟ ଦୂର ହେବାର ଥାଏ, ତାର ନିଜ ସ୍ୱରୂପକୁ ଜାଣିବ। ତେଣୁ ତାକୁ ନ ଜାଣିବା ହିଁ ପ୍ରକୃତରେ ଲଜ୍ଜାର ବିଷୟ। ତେଣୁ ଏ ବାକ୍ୟ ମନେ ରଖିବୁ, ଆମର ସବୁ ଆମର ଜ୍ଞାନ ଯୋଗ ହେଇଥିବାରୁ ଆମର କର୍ତ୍ତବ୍ୟ କ'ଣ? ନିଜ ସ୍ୱରୂପକୁ ଜାଣିବା। ଯେତେବେଳେ ପର୍ଯ୍ୟନ୍ତ ଆମେ ସ୍ୱରୂପକୁ ଜାଣିଲେ, ସେତେବେଳେ ପର୍ଯ୍ୟନ୍ତ ଏ ମାୟାରୁ ମଣିଷ ମୁକ୍ତ ହେଇନି ବୋଲି ବୁଝାକୁ ପଡ଼ିବ। ଅର୍ଥାତ ଏ ଦୁଃଖରୁ ବା ଭୟରୁ ମୁକ୍ତ ହେଇନି ବୋଲି ବୁଝାକୁ ପଡ଼ିବ। ତେଣୁ ଯେତେବେଳେ କି ସେ ନିଜ ସ୍ୱରୂପକୁ ଜାଣିଲା, ସେତେବେଳେ ହିଁ ଏଥିରୁ ସେ ମୁକ୍ତ ହେଇଗଲା। ତାର ସବୁ ମାନ ଅଭିମାନ ସବୁ କିଛି ଚାଲିଗଲା, ଦୁଃଖ ଚାଲିଲା, ଭୟ ଚାଲିଲା, ତାର ତ ମୁକ୍ତ। ସେତେବେଳେ ପୁଣି ସେ କ'ଣ ଅନୁଭବ କରିବ? ତାର ତ ଯାହା ସବୁ ଯାକ ହଉଛି, ସବୁ ଯାକ ମୋର ଲୀଳା। ଜଣେ ମତେ ନମସ୍କାର କଲା, ମୁଁ ତ ସେ ଭିତରେ ଅଛି। ପୁଣି ଯାହାକୁ ନମସ୍କାର କଲା, ଆରେ ଇଏ ଭିତରେ ତ ମୁଁ ଅଛି। କିଏ କାହାକୁ ନମସ୍କାର କରୁଛି? କେବଳ ଅଭିନୟ ଚାଲିଛି ମାତ୍ର। ଜଣେ ଜଣଙ୍କୁ ଗାଳି ଦେଲା, ଗାଳି କରିବା ଲୋକ ଭିତରେ ସେ ଗା ଅଛି, ଯେ ଗାଳି ଶୁଣିଛି ତା ଭିତରେ ମଧ୍ୟ ସେ ଗା ଅଛି। ଆଉ ତ ସବୁ ଭିତରେ ସେ ଗା, ଯାହାର କି କୌଣସି ରୂପରେଖା ନାହିଁ, ଯାହା ଦ୍ୱାରା କି ସମସ୍ତ ଲୀଳା ଚାଲିଛି। ଯାହାର କୌଣସି ରୂପରେଖା ନାହିଁ, ପୁଣି ଯାହାଙ୍କ ଦ୍ୱାରା ସବୁ କିଛି ଚାଲିଛି, ସେ ହେଉଛନ୍ତି ସେ ଯାହାକୁ କି ଆମେ ମୁଁ ବୋଲିକିରି ନିଜକୁ କିଏ ପଚାରିଲା ବେଳକୁ କହିବାକୁ ବାଧ୍ୟ ଯାଉଛି। ମୁଁ କିଏ ତାକୁ ହିଁ ପ୍ରକୃତରେ ଆମେ ଜାଣିବା ଦରକାର। ଯେତେବେଳେ ଆମେ ଜାଣିବା, ସମସ୍ତ ଦୁଃଖରେ ଆମେ ମୁକ୍ତ ହେବା। ପୁଣି ପ୍ରାୟ କ'ଣ କୁହାହେଇଛି? ଜାଣି ରଖିବା ଉଚିତ ଯେ ଯିଏ ନିଜକୁ ଜାଣେ ସେ ସବୁକୁ ଜାଣିପାରେ। ଯିଏ ନିଜକୁ ଜାଣିପାରେ ସେ ସବୁକୁ ଜାଣିପାରେ। ଶେଷ ବାକ୍ୟରେ କ'ଣ କୁହାହେଇଛି? ଜାଣି ରଖିବା ଉଚିତ ଯେ ଯିଏ ନିଜକୁ ଜାଣେ ସେ ସବୁକୁ ଜାଣିପାରେ। ଯେମିତି ମାଟିକି ଜାଣିଦେଲେ, ମାଟିରେ ଯେତେ ଜିନିଷ ଅଛି ସବୁ ଚିହ୍ନି ହେଇଯିବ। ଯେମିତି ସୁନାକୁ ଜାଣିଦେଲେ, ସୁନାର ଯେତେ ଅଳଙ୍କାର ତିଆରି ହଉ ବା ଯେତେ ହଉ ନା କାହିଁକି, ଯେତେ ଜିନିଷ ହଉ, ସୁନା ବୋଲି ଜାଣି ହେଇଗଲା। ତାର ଗୁଣ ଯେ ୟା ବୋଲି ଜାଣି ହେଇଯିବ। ଆକୁ ତଳେ ଦେଲେ ଯେ ବିଳିଯିବ, ବିଳିକିରି ତଳ ପ୍ରାପ୍ତ କରିବ ବିକ୍ରି, ସେ ଜାଣି ହେଇଯିବ। ଠିକ ସେମିତି ଆତ୍ମାକୁ ଜାଣିଦେଲା ପରେ, ଆତ୍ମା ଗୋଟେ ନାମ ବାଚକ ମାତ୍ର, ଯାହାକୁ ମୁଁ ବୋଲିକିରି କହୁଛି, ତାକୁ ବୁଝିବାକୁ ଆତ୍ମା ଲେଖିକି ଜାଣିଦେଲା ପରେ ଆଉ କିଛି ବି ଜାଣିବାର ନଥିବ ବୋଲେ ସମସ୍ତ ରହସ୍ୟକୁ ଦିଆଯାଇଯିବ। ବୋଲେ ଇଏ ସବୁ ଯାହା କିଛି ଅଛି ତାଙ୍କ ଛଡା କିଛି ନୁହେଁ। ତାଙ୍କର ହିଁ ଏ ସମସ୍ତ ପ୍ରକାଶ ବୋଲିକିରି ବୁଝାଯାଉଛି। ଯେତେ ସବୁ ପ୍ରକାଶ ପାଉଛି ତାଙ୍କେ ହିଁ ଏଇ ଭାବରେ ପ୍ରକାଶ ପାଉଛନ୍ତି ବୋଲିକିରି ସେ ରହସ୍ୟକୁ ଭେଦ କରିଦେବ। ସେଟା ଜାଣିବାର କିଛି ବି ନଥାଏ। ଏଇ ଭାବକୁ ବୁଝିବା ସକାଶେ ଏଠି କ'ଣ କୁହାଗଲା? ଶେଷ ବାକ୍ୟ ଥରେ ଜାଣି ରଖିବା ଉଚିତ ଯେ ଯିଏ ନିଜକୁ ଜାଣେ ସେ ସବୁକୁ ଜାଣିପାରେ। ଯିଏ ନିଜକୁ ଜାଣେ, ତାର ନିଜେ ନିଜ ସ୍ୱରୂପକୁ ଯେତେବେଳେ ଜାଣିଦବ ବା ଆତ୍ମାକୁ ଜାଣିଦବ, ବୁଝିବା ସକାଶେ ଆତ୍ମା ବା ବ୍ରହ୍ମକୁ ଜାଣିଦବ, ସେ ସବୁ କିଛି ଜାଣିପାରେ। ନିଜକୁ ଜାଣିଦେଲେ ସବୁକୁ ଜାଣିପାରିବ। ନା ଆମେ ନିଜକୁ ଜାଣିନଥିବାରୁ ଏବେ ଯାହା ସବୁ ଆମେ ଦେଖୁଛୁ, ଅନୁଭବ କରୁଛୁ, ଏସବୁ ଭିତରେ ଆମର ସଂଶୟ ରହୁଛି। ସଂଶୟ ଯୋଉଠି ସେଠି ଭୟ, ସେଠି ଭୟ ଯୋଉଠି ଦୁଃଖ ସେଠି। ଦେଖନ୍ତୁ କିନ୍ତୁ ଲିଙ୍ଗ ଗୋଟିଏ ପରେ ଗୋଟେ। ସଂଶୟ ଯୋଉଠି ଭୟ ସେଠି। ଆର କ'ଣ ହେଇଯିବ ପରା ବୋଲି, ଆଉ କ'ଣ ହେଇଯିବ ପରା ଦୁଃଖ କେନ? ସଂଶୟ ଯୋଉଠି ଭୟ ସେଠି, ଭୟ ଯୋଉଠି ଦୁଃଖ ସେଠି। ମୃତ୍ୟୁ କଥା କାରଣ କେତେ ଭୟ ଲାଗୁଛି, ଦୁଃଖ ମୃତ୍ୟୁ ଭୟ ଆମ କାହିଁକି ଲାଗୁଛି? ତାର ତ ମୃତ୍ୟୁ ଯେ କ'ଣ ଆମେ ଜାଣିନଥିବାରୁ।
ମତେ ଯେ କଣ ଜାଣିନଥିଲା ଭୟ ଲାଗୁଛି, ମତେ ଜାଣିଦେଲା ଭୟ ନାହିଁ। ସେମିତି ଯୋଉଠି ସଂସାର ରହିଯିବ, ହେଲେ ଯୋଉଟା କି ଯୋଉ ସତ୍ୟକୁ ଆମେ ବୁଝିପାରୁନୁ ସେଠି ସଂସାର ରହିବ। ଯୋଉଠି ସଂସାର ସେଠି ଭୟ, ଯୋଉଠି ଭୟ ସେଠି ଦୁଃଖ। ଯେତେବେଳେ ସେ ମୂଳ ବସ୍ତୁ ବା ଶାନ୍ତଟାକୁ ତୁମେ ଜାଣିଦେଲ, ତା ଦ୍ୱାରା ହିଁ ଯେ ସବୁ କିଛି ହଉଛି ବା ତାଙ୍କେ ହିଁ ବିଭିନ୍ନ ଏଇ ଭାବରେ ପ୍ରକାଶ ପାଉଛନ୍ତି ବୋଲିକି ଯେତେବେଳେ ଜାଣିଦେଲ, ଆଉ ସଂଶୟ କୋଉଠି ରହିଲା, ଭୟ କୋଉଠି, ଆଉ ଦୁଃଖ କାହିଁ। ତେଣୁ ଏଇ ବାକ୍ୟ ମାଧ୍ୟମରେ ତୁମକୁ କୁହାଯାଉଛି ଯେ ନିଜକୁ ଜାଣିଲେ ପଢ ମୁଁ ବୋଲି ମୁଁ ବୋଲି ମୁଁ ବୋଲି ସବୁବେଳେ କହୁ, କିନ୍ତୁ ମୁଁ ଯେ କିଏ ତାହା ଜାଣିବାକୁ ଚେଷ୍ଟା କରୁନା। ଏହାଠାରୁ ଲଜ୍ଜା ଆଉ ଦୁଃଖର ବିଷୟ କଣ ଥାଇପାରେ? ଜାଣି ରଖିବା ଉଚିତ ଯେ ନିଜକୁ ଜାଣେ ସେ ସବୁକୁ ଜାଣିପାରେ। ଯେ ନିଜକୁ ଜାଣେ ସେ ସବୁକୁ ଜାଣିପାରେ। ସେ ନିଜକୁ ଜାଣେ ସେ ସବୁ କିଛି ଜାଣିପାରେ। କାହିଁକିନା ଯେତେବେଳେ ସେ ନିଜକୁ ଜାଣିଦ, ନିଜେ ହିଁ ତ ସବୁ ଭାବରେ ପ୍ରକାଶ ପାଉଛନ୍ତି, ସବୁଠି ରହିଛନ୍ତି, ଆଉ ସବୁ ଜାଣିଲା ପରେ ହେଲାନି। ନିଜେ ହିଁ ସବୁ ପାଖରେ ରହିକରି ମୁଁ ବୋଲିକିରି କହୁଛନ୍ତି। ଆଉ ସେତେବେଳେ ଆଉ କଣ, ତାର ତ ସେ ନିଜେ ହିଁ ସବୁ ପାଖରେ ରହିକରି ସବୁ କିଛି କରୁଛନ୍ତି। ତ ନିଜକୁ ଜାଣିଦେଲେ ସବୁ କିଛି ଜଣା, ସବୁକୁ ଜାଣିପାରେ। ନିଜକୁ ଜାଣିଦେଲା ମାନେ ସବୁ ଜାଣିପାରେ। ନିଜକୁ ଜାଣିବା ଅର୍ଥ ଯାହା ଜାଣେ ମୁଁ ବୋଲି କହୁଛୁ ତାକୁ ଜାଣିବା। ଅର୍ଥ ପ୍ରକୃତରେ କହିବାକୁ ଗଲା ବେଳକୁ ନିଜ ସ୍ୱରୂପକୁ ଜାଣିବା ହିଁ ଆମର କର୍ତ୍ତବ୍ୟ ବୋଲିକି ଏଇ ବାକ୍ୟ ମାଧ୍ୟମରେ ସମସ୍ତଙ୍କୁ ସୂଚେଇ ଦିଆଯାଉଛି। ସ୍ୱରୂପକୁ ଜାଣିବା ହିଁ ଆମର କର୍ତ୍ତବ୍ୟ। ସେଇ ସ୍ୱରୂପକୁ ହିଁ ବୁଝେଇବା ସକାଶେ ବିଭିନ୍ନ ଶାସ୍ତ୍ର ସବୁ ନାହାନ୍ତି। ମୁନି ଋଷି ମାନେ ଯୋଉଟା ସବୁ ଅନୁଭବ କରିଥିଲେ ସେସବୁ ସେ ଶାସ୍ତ୍ର ରହିଛି। ହେଲେ ପ୍ରକୃତ ଯାହାକୁ ଆମେ ମୁଁ ବୋଲି କହୁଛୁ ସେ ଅବ୍ୟକ୍ତ ଇଚ୍ଛାରୁ ତାଙ୍କ ବିଷୟରେ ଯାହା ସବୁ ଯାହା କୁହାଯାଉଛି ସାମାନ୍ୟ ମାତ୍ର, ତାକୁ କେବଳ ସାଧନା ଦ୍ୱାରା, ସାଧନା ବୋଲେ ଉପରୁ ଗୋଡ଼ କରି ତଳକୁ ମୁଣ୍ଡ କରି ଏଟା ସାଧନା ନୁହେଁ। ତାକୁ ଜାଣିବାର ଯୋଉ ମନୋଭାବ, ଯାହାକୁ ଆମେ କହୁଛୁ ଜିଜ୍ଞାସା ମନୋଭାବ, ଯେ ମୁଁ ମୋ ସ୍ୱରୂପକୁ ବା ଆତ୍ମାକୁ ବା ବ୍ରହ୍ମକୁ ବା ସେ ଭଗବାନଙ୍କୁ ମୁଁ ଯେ କେମିତି ଜାଣିବି, ଏଇ ଯୋଉ ଜିଜ୍ଞାସା ମନୋଭାବ ଯେ ପ୍ରଶ୍ନ କରିବ ସେ ହିଁ କେବଳ ଜାଣିପାରେ। ସେ ହିଁ କେବଳ ତାକୁ ଜାଣିପାରିବ। ତେଣୁ ତାକୁ ଜାଣିଦେଲା ପରେ ଆଉ କିଛି ଆଉ ଜାଣିବାର ନଥାଏ। ତାକୁ ଜାଣିଦେଲା ପରେ ସେ ସବୁ କିଛି ଜାଣିପାରେ, ସବୁ କିଛି ଜାଣିପାରେ। ଏଇ କ୍ଷମତା ଲାଭ କରିଥିବାରୁ ମୁନି ଋଷି ମାନେ ସେମାନେ ନିଜେ ସେସବୁ କହିପାରୁଛନ୍ତି ମୁଁ ସେଇ ବ୍ରହ୍ମ, ଅହଂ ବ୍ରହ୍ମାସ୍ମି, ମୁଁ ସେଇ ବ୍ରହ୍ମ ଅଟେ। ସେମାନେ ପୁଣି ଆଉ ଥରେ ମୋତେ କଣ କହୁଛନ୍ତି, ତତ୍ତ୍ୱମସି, ତୁମେ ସେଇ ବ୍ରହ୍ମ ଅଟ। କେମିତି କହିପାରିଲେ? ଅର୍ଥାତ୍ ମୁଁ ଯେ ତୁମେ ସିଏ ବୋଲିକିରି ସେ ଅନୁଭବ କଲେ, ମୁଁ ଯେ ତୁମେ ସିଏ। ଅର୍ଥ ସେମାନେ ପୁରାପୁରି ମୁଁ ବୋଲିକିରି ଯାହାକୁ କହୁଛୁ ସେମାନେ ପୁରାପୁରି ଅନୁଭବ କରିପାରିଲେ ବୋଲି ବୁଝାଯାଏ। ଶେଷରେ ଏତିକି ମୁଁ କହୁଛି, ଯାହାକୁ ମୁଁ ବୋଲିକିରି କହୁଛୁ, କିଏ ଜଣେ ଏମିତି ଅଛନ୍ତି ଯାହାର କୌଣସି ନାମ ନାହିଁ, କୌଣସି ରୂପ ନାହିଁ, ସେ ନିଜକୁ କେବଳ କଣ ପରିଚୟ ଦେବା ସକାଶେ ବା ବୁଝେଇବା ସକାଶେ ମୁଁ ବୋଲି କହୁଛନ୍ତି। କିନ୍ତୁ ଏ ମୁଁ ବୋଲିଟା ଗୋଟେ ଶବ୍ଦ ମାତ୍ର, ୟା ଠାରୁ ସେ ଭିନ୍ନ, ତାକୁ ହିଁ ମଣିଷ ଜାଣିବା କଥା। ଏତିକି ବନ୍ଦ